ଚତୁର ଅର୍ପଣ। ଏକ ସୁନ୍ଦର ଗାଁରେ ଅର୍ପଣ ନାମକ ଜଣେ ବୁଦ୍ଧିମାନ ବାଳକ ରହୁଥିଲା। ସେ ସବୁବେଳେ ନୂଆ ନୂଆ ଜିନିଷ ଶିଖିବା ପାଇଁ ଭଲ ପାଉଥିଲା। ଗାଁର ସମସ୍ତେ ତାକୁ ତାର ଚତୁରତା ପାଇଁ ଭଲ ପାଉଥିଲେ। ଦିନେ ଅର୍ପଣ ବଜାର ରାସ୍ତାରେ ଯାଉଥିବା ସମୟରେ ଘାସ ଉପରେ ଏକ ଛୋଟ ଚମଡ଼ା ବ୍ୟାଗ୍ ପଡ଼ିଥିବାର ଦେଖିଲା। ସେ ବ୍ୟାଗ୍ଟିକୁ ଉଠାଇ ଦେଖିଲା ଯେ ତାହା ମୁଦ୍ରାରେ ଭର୍ତ୍ତି ଥିଲା। ସେ ଜଣେ ସଚ୍ଚୋଟ ପିଲା ଥିଲା। ସେ ସେହି ବ୍ୟାଗ୍ଟିକୁ ନିଜ ପାଖରେ ରଖିବାକୁ ଚାହୁଁନଥିଲା। ସେ ବ୍ୟାଗ୍ଟିକୁ ଧରି ରାସ୍ତା କଡ଼ରେ ଅପେକ୍ଷା କଲା, ଯେପରି ପ୍ରକୃତ ମାଲିକଙ୍କୁ ତାହା ଫେରାଇ ପାରିବ। କିଛି ସମୟ ପରେ ମାଧବ ନାମକ ଜଣେ ବୃଦ୍ଧ ବ୍ୟବସାୟୀ କାନ୍ଦି କାନ୍ଦି ସେହି ବାଟ ଦେଇ ଆସିଲେ। ସେ ତଳେ କ'ଣ ଗୋଟିଏ ଖୋଜୁଥିଲେ ଏବଂ ବହୁତ ଚିନ୍ତିତ ଜଣାପଡ଼ୁଥିଲେ। ସେତିକିବେଳେ ଦାମୁ ନାମକ ଜଣେ ଲୋଭୀ ବ୍ୟକ୍ତି ସେଠାକୁ ପହଞ୍ଚିଲେ। ସେ ଅର୍ପଣ ହାତରେ ବ୍ୟାଗ୍ଟି ଦେଖି ଚିନ୍ତା କଲା ଯେ ମିଛ କହି ସେଇ ଟଙ୍କା ହଡ଼ପ କରିନେବି। ଅର୍ପଣ ବୁଝିପାରିଲା ଯେ ଦୁଇଜଣ ଯାକ ବ୍ୟାଗ୍ଟିକୁ ନିଜର ବୋଲି କହୁଛନ୍ତି। ସେ ମାଧବଙ୍କୁ ପଚାରିଲା, ମଉସା, ଆପଣଙ୍କ ବ୍ୟାଗ୍ରେ କେତୋଟି ମୁଦ୍ରା ଥିଲା? ମାଧବ କହିଲେ, ପୁଅ, ସେଥିରେ ଠିକ୍ 50ଟି ରୂପା ମୁଦ୍ରା ଥିଲା। ଏହା ଶୁଣି ଦାମୁ ତରତର ହୋଇ କହିଲା, ନାହିଁ ନାହିଁ, ଏହା ମୋ ବ୍ୟାଗ୍। ଏଥିରେ 100ଟି ସୁନା ମୁଦ୍ରା ଅଛି। ଦାମୁ ଭାବିଲା, ଅଧିକ ସଂଖ୍ୟା କହିଲେ ସେ ସବୁତକ ପାଇଯିବ। ଅର୍ପଣ ଧୀରେ କରି ବ୍ୟାଗ୍ଟିକୁ ଖୋଲିଲା ଏବଂ ସମସ୍ତଙ୍କ ସାମ୍ନାରେ ମୁଦ୍ରାଗୁଡ଼ିକ ଗଣିବାକୁ ଲାଗିଲା। ସେଥିରେ ଠିକ୍ 50ଟି ରୂପା ମୁଦ୍ରା ଥିଲା, ଯେମିତି ମାଧବ କହିଥିଲେ। ଦାମୁ ନିଜର ମିଛ ଧରା ପଡ଼ିଯିବାରୁ ଡରିଗଲା ଏବଂ ସେଠାରୁ ଚୁପଚାପ୍ ଖସି ପଳାଇଲା। ମାଧବ ନିଜର ହଜିଯାଇଥିବା ଧନ ଫେରି ପାଇ ବହୁତ ଖୁସି ହୋଇଗଲେ। ଅର୍ପଣ ବ୍ୟାଗ୍ଟି ଫେରେଇ ଦେଲା। ମାଧବ ଅର୍ପଣକୁ ଆଶୀର୍ବାଦ କଲେ ଏବଂ ତାର ଚତୁରତା ଓ ସଚ୍ଚୋଟତା ପାଇଁ ଧନ୍ୟବାଦ ଦେଲେ। ସମସ୍ତେ ଶିଖିଲେ ଯେ ସଚ୍ଚୋଟତା ହିଁ ପ୍ରକୃତ ସଫଳତା।